ଆରେ କଣ ହେଲା ବାପା ତୋର? ସକାଳୁ ସକାଳୁ ଏମିତି ମୁହଁ ଫୁଲାଇ ବସିଛୁ କଣ ପାଇଁ? କଣ ହେଲା କି ମା, ତମେ ତ ଜାଣିଛ ମତେ ତ ଏବେ ନୂଆ କାମ ଷ୍ଟାର୍ଟ କରିବାର ଅଛି। ନୂଆ କାମ ଷ୍ଟାର୍ଟ କରିବାକୁ ହେଲେ ମୋ ପାଖରେ ପଇସା ଦରକାର, ହେଲେ ମୋ ପାଖରେ ଗୋଟିଏ ଟଙ୍କା ବି ନାହିଁ। ମୁଁ କେମିତି ନୂଆ କାମ ଆରମ୍ଭ କରିବି? ଆରେ ପୁଅ, ଏଥିରେ ଡରିବାର କଣ ଅଛି? ତୋ ପାଖରେ ପଇସା ନଥିଲେ କଣ ହେଲା? ତୋ ସ୍ତ୍ରୀକୁ ତୁ କହୁନୁ ତା ବାପ ଘର ଯାଇ ପଇସା ନେଇ ଆସିବ। ଆରେ ମା, ତାକୁ କହି କିଛି ଲାଭ ନାହିଁ। କାହିଁ, କଣ ହେଲା କି? ମା, ତାକୁ କହିଲେ ସେ କହିବ ମୋ ବାପ ଘରୁ ପଇସା କେମିତି ଆଣିବି? ଏମିତିରେ ବି ତା ବାପ ଘରେ ଖାଇବାକୁ ବି ପଇସା ନାହିଁ, ଆଉ ମୁଁ କହିଲେ ସେ କେଉଁଠାରୁ ଆଣିବ? ତତେ ଯେତେବେଳେ ମୁଁ କହୁଥିଲି ଧନୀ ଘର ଝିଅ ଦେଖି ବାହା ହ, ତୁ ତ ସେତେବେଳେ ଆମ କଥା ଶୁଣିଲୁ ନାହିଁ। ଆଉ କହିଲୁ ରିଙ୍କିକୁ ହିଁ ବାହା ହବୁ। ଏବେ ନାମ ନେ। ଧନୀ ଘର ଝିଅ ସହିତ ତୋର ବାହାଘର ହୋଇଥିଲେ ଆଜି କେତେ ଖୁସିରେ ଥାଆନ୍ତୁ। ତୁ ସେ ରିଙ୍କିକୁ କହ ତା ବାପ ଘରୁ ଯାଇ ପଇସା ନେଇ ଆସିବ ବୋଲି। ରମେଶ ରିଙ୍କିକୁ ଭଲ ପାଇ ବାହା ହୋଇଥିଲା, କିନ୍ତୁ ରିଙ୍କି କି ବହୁତ ଗରିବ ଘର ଝିଅ ଥିଲା। ରମେଶ ଆଗରୁ ଯେମିତି ରିଙ୍କିକୁ ଭଲ ପାଉଥିଲା, କିନ୍ତୁ ଏବେ ରିଙ୍କିକୁ ଭଲ ପାଉନଥାଏ। ରିଙ୍କି ଉପରେ ସବୁବେଳେ ଚିଡ଼ଉଥାଏ। ତାପରେ ରମେଶ ସିଧା ରିଙ୍କି ପାଖକୁ ଗଲା। ରିଙ୍କି, ମୋର ଏବେ 5 ଲକ୍ଷ ଟଙ୍କା ଦରକାର। ନୂଆ କାମ ମୁଁ ଷ୍ଟାର୍ଟ କରିବା ପାଇଁ ଯାଉଛି। ତମେ କ'ଣ ପାଗଳ ହୋଇଯାଇଛ ନା କ'ଣ? ମୋ ବାପା ମା ବହୁତ କଷ୍ଟରେ କାମ ଦାମ କରି 2 ଓଳି ଖାଇବା ସେମାନଙ୍କ ପାଇଁ ସମ୍ଭବ କି ନାହିଁ ସେ କଥା ମୁଁ ଜାଣିନି। ଆଉ ତମେ କହୁଛ 5 ଲକ୍ଷ ଟଙ୍କା ଆଣିବା ପାଇଁ? ମୋ ବାପା ମା 5 ଲକ୍ଷ ଟଙ୍କା ଆଣିବେ କେଉଁଠୁ? ତମେ ଥରେ ଭାବ। ମୁଁ ସେ କଥା ଜାଣିନି। ତମେ ଘରକୁ ଯାଅ, 5 ଲକ୍ଷ ଟଙ୍କା ମୋ ପାଇଁ ଆଣିବ, ନହେଲେ ଘରକୁ ଆସିବ ନାହିଁ। ରମେଶ ରିଙ୍କିକୁ ଜୋର କରି ତା ବାପ ଘରକୁ 5 ଲକ୍ଷ ଟଙ୍କା ଆଣିବା ପାଇଁ ପଠେଇ ଦେଲା। ରିଙ୍କି କାନ୍ଦି କାନ୍ଦି ତା ଘରକୁ ଯାଉଥାଏ। ରିଙ୍କି ଯେତେବେଳେ ତା ବାପ ଘର ପାଖରେ ପହଞ୍ଚିଲା, ସେ ତା ଆଖିରୁ ଲୁହକୁ ପୋଛିଦେଲା ଆଉ କବାଟ ଡୋର ନକ୍ କଲା। ରିଙ୍କିର ମା କବାଟ ଖୋଲିଲା। ରିଙ୍କିର ମା ରିଙ୍କିକୁ ଦେଖି ବହୁତ ଖୁସି ହୋଇଗଲେ। ଆରେ ରିଙ୍କି, ତୁ ଆସିଛୁ ବହୁତ ଦିନ ପରେ। ଯା ହେଉ, ମୋ ଘର ଆଜି ପୁରୀ ଉଠିଲା। ମତେ ଲାଗୁଛି ତୁ ଯେ ବାହା ହୋଇ ଯାଇଛୁ ଆଜି ଆସିଲୁ। ତୋର କ'ଣ ଆମ କଥା ଟିକେ ବି ମନେ ପଡ଼ିଲା ନାହିଁ? ମା, ତୁ ତ ଜାଣିଛୁ ତମ ଜୁଇଁ କଥା। ସେ ଯେମିତି ଆଗରୁ ଥିଲେ ଏବେ ପୁରା ବଦଳି ଯାଇଛନ୍ତି। ହଉ ତୁ ଆଉ ମତେ ସେ କଥା ଜମା କହ ନାହିଁ। ମୋର ମନ ବି ବହୁତ ଦୁଃଖ ହେବ। ହଉ, ତୁ ଏଠାରେ ବସ, ମୁଁ ତୋ ପାଇଁ ଚା ନେଇ ଆସୁଛି। ତାପରେ ରିଙ୍କିର ମା ରିଙ୍କି ପାଇଁ ଚା ବନେଇବାକୁ ଗଲା। ଏପଟେ ରିଙ୍କି ଦେଖିଲା ତା ଘର ଆଗ ଅପେକ୍ଷା ଆହୁରି ଭଙ୍ଗା ଦଦରା ହୋଇଯାଇଛି। ଆଉ ରିଙ୍କି ଦେଖିଲା ଚିନି ଡବାରେ କେବଳ ଗୋଟିଏ ଚାମଚ ଚିନି ଅଛି। ଆରେ ମା, ତମେ ଖାଲି ମୋ ପାଇଁ ଚା ନେଇ ଆସିଲ, ଆଉ ତମେ? ଆରେ ଝିଅ, ତୋର ବାପା ଆଉ ମୁଁ ଏଇ ଏବେ ନାସ୍ତା କଲୁ, ଆଉ ଚା ପିଇବା ପାଇଁ ମୋର ଜମା ଇଚ୍ଛା ନାହିଁ। ନାସ୍ତା କଲି ନା, ତେଣୁ ଚା ପିଇବା ପାଇଁ ମୋର ଜମା ଇଚ୍ଛା ନାହିଁ। ରିଙ୍କି ଜାଣିପାରିଥିଲା ଘରେ କୌଣସି ରେସନ୍ ନାହିଁ। ନାସ୍ତା କରିବା ପାଇଁ ବି ତା ଘରେ କିଛି ନାହିଁ। ତେଣୁ ଚା ଟିକିଏ ଥିଲା। ସେଇ ଚା ଟିକିଏ ରିଙ୍କିକୁ ତା ମା ପିଇବା ପାଇଁ ଦେଇଛି। ତେଣୁ ଚା ମଧ୍ୟ ଅଳ୍ପ ଥିଲା। ରିଙ୍କିର ମା ରିଙ୍କି ଆଗରେ ଘରର ଅବସ୍ଥା ଲୁଚେଇବାକୁ ଚେଷ୍ଟା କରୁଥିଲେ। କ'ଣ ହେବ, ଲୁଚେଇ ପାରିଲେ ନାହିଁ। ଏହା ଦେଖି ରିଙ୍କି ଆଖିରେ ଲୁହ ଆସିଗଲା। ମା, ଭଗବାନ ମୋତେ ତମର ଝିଅ ନକରି ଯଦି ପୁଅ କରିଥାନ୍ତେ, କାଶ ତମର ଆଜି ଏ ଅବସ୍ଥା ହୋଇନଥାନ୍ତା। ଆରେ ଝିଅ, କାହିଁ ଆମର କ'ଣ ହେଲା କି? କିଛି ଅସୁବିଧା ନାହିଁ, ସବୁ ଠିକ ଅଛି। ତୁ କ'ଣ ପାଇଁ ଖାଲି ରାମ ପ୍ରତି ଏତେ ଚିନ୍ତା କରୁଛୁ? ରିଙ୍କି ସିଲେଇ କରି ପଇସା କିଛି ସଞ୍ଚୟ କରିଥିଲା। ସେ ତା କାନିରେ କିଛି ପଇସା ଲୁଚେଇ ଆଣିଥିଲା। ଏକଥା ତାହାର ଶ୍ୱଶୁର ଘର ଲୋକ ଜାଣିନଥିଲେ। ଯଦି ଜାଣିଥାନ୍ତେ ତାହେଲେ ସେମାନେ ପଇସା ନେଇ ସାରନ୍ତେନି। ସେ ବଜାରକୁ ଯାଇ ତା ବାପା ମା ପାଇଁ କିଛି ରେସନ୍ ନେଇ ଆସିଲା, ଆଉ ବଞ୍ଚିଥିବା କିଛି ପଇସା ତା ମାଆକୁ ଦେଇ ସେଠାରୁ ଚାଲିଗଲା। ଆଉ କିଛି ସମୟ ପରେ ତା ଶାଶୁ ଘରକୁ ଚାଲିଗଲା। ଆରେ, ତମେ ତ ବହୁତ ଶୀଘ୍ର ଘରକୁ ଆସିଗଲ। ତମ ହାତରେ କୌଣସି ବ୍ୟାଗ ନାହିଁ, ପଇସା ଆଣିଛ କି ନାହିଁ?
ତମକୁ କ'ଣ ଲାଗୁଛି ୟାର ଭିକାରୀ ମା ବାପା କିଛି ଦେଇଥିବେ ତମେ ଭାବୁଛ? ମୁଁ ତ ତମକୁ କହୁଛି ଭାଇ, ତାକୁ ଘରୁ ବାହାର କରିଦିଅ ଶୀଘ୍ର, ସବୁ ସମସ୍ୟାର ସମାଧାନ ହୋଇଯିବ। ଘରେ ରହି ରହି ଅନ୍ନ ଧ୍ୱଂସ କରିବ। ରିଙ୍କିର ଶାଶୁଘର ଲୋକ ତାକୁ ବିଭିନ୍ନ ପ୍ରକାର କଥା କହିଲେ। ଆଉ ତାର ସ୍ୱାମୀ ରମେଶ ରିଙ୍କିକୁ ଗଳାରେ ଧକ୍କା ଦେଇ ଘରୁ ବାହାର କରିଦେଲା। ଏହା ପଡ଼ୋଶୀ ଲୋକ ଦେଖିଲେ ଆଉ ସେମାନଙ୍କୁ ବହୁତ ଗାଳି ଦେଲେ। ଲୋକଙ୍କ କଥା ଶୁଣି ରମେଶ ରିଙ୍କିକୁ ଘରକୁ ନେଇଗଲା। ସେମାନଙ୍କ ମଧ୍ୟରେ କେମିତି ରିଙ୍କିକୁ ରାସ୍ତାରୁ ହଟେଇବାକୁ ହେବ ସେଇ କଥା ସେମାନଙ୍କ ମଧ୍ୟରେ ପ୍ଲାନିଂ ଚାଲିଲା। ରିଙ୍କି ବିରୁଦ୍ଧରେ ପ୍ଲାନିଂ ଚାଲିଥାଏ। ମୁଁ ତ କହୁଛି ତାକୁ ମାରିଦିଅ। ଏମିତିର ୟା ପାଇଁ ଦିନକୁ ଦିନ ଖର୍ଚ୍ଚ ବଢ଼ୁଛି। ଆମର ବୋଝ ଇଏ। କିଛି ଦିନ ପରେ ଏହାର ପିଲା ହେବ, ପୁଣି ତାର ଖର୍ଚ୍ଚ କିଏ କରିବ? ଏହାକୁ ମାରିଦିଅ, ସବୁ କାହାଣୀ ଶେଷ। ମା, ତମେ ଯାହା କହିଲ ଠିକ କଥା, ଯେ ହେଲେ ପୋଲିସ ଯଦି ଜାଣିବ ତାହେଲେ ଆମେ ସବୁ ଜେଲରେ ଥିବା। ମା, ଆମକୁ ଏମିତି ପ୍ଲାନିଂ କରିବାକୁ ହେବ ଯେମିତି ସାପ ମରିବ ଆଉ ବାଡ଼ି ଭାଙ୍ଗିବ ନାହିଁ। ଏହି କଥା ଶୁଣି ସୀମା ସମସ୍ତଙ୍କୁ ରିଙ୍କିର ମାରିବାର ପ୍ଲାନ୍ ଦେଲା ଆଉ ସମସ୍ତେ ସେଠାରୁ ଚାଲିଗଲେ। ରାତି ହୋଇଗଲା। ରିଙ୍କି ତା ରୁମ୍ରେ ଶୋଇଥାଏ। ହଠାତ୍ ଲାଇନ୍ ତାର ତା ଉପରକୁ ପକେଇ ଦେଲେ ଆଉ ରିଙ୍କି ଶୋଇଥିବା ଅବସ୍ଥାରେ ତାକୁ ତାର ଦେହରେ ଶକ୍ ଲାଗିଗଲା। ଶକ୍ତ ଶକ୍ ଲାଗିବାରୁ ରିଙ୍କିର ସେଇଠାରେ ମୃତ୍ୟୁ ହୋଇଗଲା। ପୋଲିସ ବି ଏହାକୁ ଗୋଟିଏ ଦୁର୍ଘଟଣା ଭାବିଲା ଆଉ ରିଙ୍କିକୁ ମାରି ସେମାନେ ବଞ୍ଚିଗଲେ। ଆଚ୍ଛା ହେଲା, ସେ ମରିଗଲା, ସାପ ମରିଗଲା, ହେଲେ ବାଡ଼ି ଭାଙ୍ଗିଲା ନାହିଁ। ହେ 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 ହେ। ମୁକେଶ ଯେତେବେଳେ ଏହି କଥା କହୁଥାଏ ସେହି ସମୟରେ ତା ମୁଣ୍ଡରେ ଚାଲିଥିବା ଫ୍ୟାନ୍ରୁ ଗୋଟିଏ ତାର ମୁକେଶ ମୁଣ୍ଡରେ ଲାଗିଗଲା। ବହୁତ ଜୋର ଶକ୍ ମାରିବାରୁ ମୁକେଶର ସେଇଠାରେ ମୃତ୍ୟୁ ହୋଇଗଲା। ସେହି ଘରର ଲୋକମାନେ ରିଙ୍କିକୁ କରେଣ୍ଟ ଦେଇ ତାର ମର୍ଡର କରିଥିଲେ। ସେଥିପାଇଁ ରିଙ୍କି ମଧ୍ୟ ମୁକେଶକୁ କରେଣ୍ଟ ଦେଇ ମାରିଦେଲା। କରେଣ୍ଟ ବାଲା ଭୁତୁଣୀ ହୋଇଗଲା। ଜଣକୁ ତ ମୁଁ ମାରିଦେଲି, ଆଉ କିଛି ଦିନ ପରେ ମୁଁ ସମସ୍ତଙ୍କୁ ମାରିଦେବି। ଏମାନେ ଯେମିତି ମୋତେ କରେଣ୍ଟ ଲଗାଇ ମାରିଥିଲେ, ଏମାନେ ବି ଠିକ୍ ସେମିତି କରେଣ୍ଟରେ ମରିବେ। ମୋତେ ଯଦି ନ ମାରି ଘରୁ ବାହାର କରିଦେଇଥାନ୍ତ, ମୁଁ ମୋର ବାପା ମାର ସେବା କରିଥାନ୍ତି, କିନ୍ତୁ ସେମାନେ ମୋତେ କରେଣ୍ଟ ଲଗାଇ ମାରିଦେଲେ। ମୁଁ ବି ସେମାନଙ୍କୁ କରେଣ୍ଟ ଲଗାଇ ସମସ୍ତଙ୍କୁ ମାରିଦେବି, କାହାରିକୁ ଛାଡ଼ିବି ନାହିଁ। ରମେଶ ଏବଂ ଶିବା ମୁକେଶର ଅନ୍ତିମ ସଂସ୍କାର କରି ଆସିଲେ। ତାପରେ ସୀମା କହିଲା, ମୋତେ ତ ବହୁତ ଡର ଲାଗୁଛି। ବାପାଙ୍କୁ ଭାଉଜର ଆତ୍ମା ମାରି ଦେଇଛି। ଆମେ ତାଙ୍କୁ କରେଣ୍ଟ ଦେଇ ମାରି ଦେଇଥିଲୁ, ଆଉ ବାପାଙ୍କ ମୃତ୍ୟୁ ମଧ୍ୟ କରେଣ୍ଟ ଲାଗି ହିଁ ହୋଇଛି। ମୋତେ ଲାଗୁଛି ଏହା ଭାଉଜଙ୍କ ଆତ୍ମାର କାମ। ଆରେ ତୁ କ'ଣ ପାଇଁ ବେକାର କଥା ଭାବି ଡରୁଛୁ? ଆଉ ଏ ଆତ୍ମା ପାତ୍ମା କିଛି ନାହିଁ। ବାପାଙ୍କ ମୃତ୍ୟୁ ଗୋଟିଏ ଆକ୍ସିଡେଣ୍ଟ ଥିଲା। ସବୁ ଫାଲତୁ କଥା ମୋତେ ଜମା କହନା। ରମେଶ ସୀମାର କଥାକୁ ଏଡ଼ାଇ ଦେଇ ସେଠାରୁ ଚାଲିଗଲେ। ସମସ୍ତେ ରାତିରେ ନିଜ ନିଜ ରୁମ୍ରେ ଶୋଇଥାନ୍ତି। ସୀମା ରୁମ୍କୁ ହଠାତ୍ କିଛି ଶବ୍ଦ ଆସୁଥାଏ। ଆଉ ଯେତେବେଳେ ସୀମାର ନିଦ ଭାଙ୍ଗିଲା, ସୀମା ଦେଖିଲା ତା ରୁମ୍ କୋଣରେ ଗୋଟିଏ ଭୁତୁଣୀ, ତା ହାତରେ 2ଟି ତାର। କିଏ ତମେ? ଆଉ ସେ ହାତରେ ତମର ତାର? ତମେ ଯିଏ ବି ହେଇଥାଅ, ଏଠାରୁ ଚାଲିଯାଅ ଶୀଘ୍ର। ଆରେ ମୋର ଗେଲା ନଣନ୍ଦ, ମରିବା ପରେ ମୋତେ ଏକା ରହିବା ପାଇଁ ଜମା ଭଲ ଲାଗୁନାହିଁ। ତମେ ଯେ ମୋତେ କରେଣ୍ଟ ଦେଇ ମାରିଦେଲ, ମୁଁ ଏକା ହୋଇଗଲି। ମୁଁ ସେଥିପାଇଁ ଗୋଟିଏ କାମ କରିବା ପାଇଁ ଆସିଛି। ତମ କଥା ବହୁତ ମନେ ପଡ଼ୁଛି। ମୁଁ ଭାବୁଛି ତମକୁ ବି ମାରିଦେବି ଆଉ ସାଥିରେ ରହିବା। ଭାଉଜର ଏପରି କଥା ଶୁଣି ବହୁତ ଡରିଗଲା। ସେ ସେଠାରୁ ଦୌଡ଼ିବାକୁ ଚେଷ୍ଟା କରୁଥିଲା, କିନ୍ତୁ ସେଇ ରୁମ୍ର କବାଟ ଖୋଲିବାର ନାମ ନେଉନଥିଲା। ଭୁତୁଣୀ ଉଡ଼ି ଉଡ଼ି ସୀମା ପାଖକୁ ଆସିଲା ଆଉ 2ଟା ତାର ସୀମା ଉପରକୁ ପକେଇ ଦେଲା। ସୀମାକୁ ବହୁତ ଜୋର କରେଣ୍ଟ ଲାଗିଲା ଆଉ ସେଇଠାରେ ତାର ମୃତ୍ୟୁ ହୋଇଗଲା। ସୀମାର ଡେଡ୍ ବଡିକୁ ଦେଖି ମା ଆଉ ପୁଅର ହୋଶ ଉଡ଼ିଗଲା। ଆରେ ଏ କ'ଣ? ସୀମାର ବି ମୃତ୍ୟୁ ସେଇ କରେଣ୍ଟ ଲାଗି ହୋଇଗଲା? ଆରେ ସୀମାର କଥା ସତ ନୁହେଁ ତ? ରିଙ୍କିର ଆତ୍ମା ବଦଲା ନେଉନାହିଁ ତ? ଯଦି ଏମିତି ସତ ହୁଏ, ତାହେଲେ ଆମେ
ତାନ୍ତ୍ରିକ ପାଖକୁ ଯିବାକୁ ପଡ଼ିବ। ଏବେ ତ ଖାଲି ଆମକୁ କୌଣସି ତାନ୍ତ୍ରିକ ହିଁ ବଞ୍ଚେଇ ପାରିବ। ସେମାନେ ଡରି ଡରି ତାନ୍ତ୍ରିକ ପାଖକୁ ଗଲେ। ଆଉ ସବୁ କଥା କହିଲେ। ତାନ୍ତ୍ରିକ ବାବା ସେମାନଙ୍କର କଥା ଶୁଣି ବହୁତ ରାଗିଗଲେ। ସେମାନଙ୍କର ସାହାଯ୍ୟ କରିବା ପାଇଁ ସଫା ମନା କରିଦେଲେ। ସେମାନଙ୍କୁ ସେଠାରୁ ବାହାର କରିଦେଲେ। ମା ପୁଅ ଡରି ଡରି ଘରକୁ ଆସିଲେ। ଆରେ ବାବା ବି ଆମର ସାହାଯ୍ୟ କରିବା ପାଇଁ ମନା କରିଦେଲେ। ଆମର ଅବସ୍ଥା ଏବେ କ'ଣ ହେବ? ଶାନ୍ତି ଡରି ଡରି କିଚେନ ରୁମ୍କୁ ଗଲା। ଆଉ କିଛି ଖାଇବା ବନେଇବାକୁ ଯାଉଥାଏ। ସେଠାରେ ତାର ବୋଉ ଭୁତୁଣି ଆସିଗଲା। ଆଉ ମିକ୍ସିର କରେଣ୍ଟ ଶାନ୍ତିକୁ ଲାଗିଗଲା। ଆଉ ଶାନ୍ତିର ବି ସେଠାରେ ମୃତ୍ୟୁ ହୋଇଗଲା। ଶାନ୍ତି ପଡ଼ିବା ଶବ୍ଦ ଶୁଣି ରମେଶ କିଚେନ ରୁମ୍କୁ ଦୌଡ଼ି ଆସିଲା। ଆଉ ତା ମା ପଡ଼ିବାର ଦେଖିଲା। ବାସ୍ ଖାଲି ତମେ ବାକି ଅଛ। ଏବେ ବି ତମକୁ ମୁଁ ଖତମ କରିନାହିଁ। ମତେ ମାରିବାର ସଜା ତମକୁ ବି ଭୋଗିବାକୁ ହେବ। ତମେ ତ ଏଇ କାହାଣୀର ଅସଲି ଲିଡର ନା। ମୋତେ କ୍ଷମା କରିଦିଅ ରିଙ୍କି। ମୋ ତରଫରୁ ବହୁତ ବଡ଼ ଭୁଲ ହୋଇଯାଇଛି। ମୁଁ ଏମାନଙ୍କର କଥାରେ ପଡ଼ି ଏସବୁ କରିଥିଲି। ମୋତେ କ୍ଷମା କରିଦିଅ। ମୁଁ ମାନୁଛି ମୁଁ ଭୁଲ କରିଛି। ମୁଁ ପୋଲିସକୁ ଯାଇ ସବୁ କଥା କହିଦେବି ଆଉ ଜେଲରେ ସଜା କାଟିବି, କିନ୍ତୁ ମୋତେ ତମେ ଛାଡ଼ିଦିଅ। ଆଚ୍ଛା ତାହେଲେ ଯାଅ ଆଉ ପୋଲିସକୁ ସବୁ ସତ କଥା କୁହ। ରମେଶ ଶୀଘ୍ର ପୋଲିସ ଷ୍ଟେସନ ଗଲା। ଆଉ ପୋଲିସକୁ ସବୁ ସତ କଥା କହିଲା। ସେ ଆଉ ତାର ପରିବାର ଯେମିତି ରିଙ୍କିକୁ ମାରିଥିଲେ ସବୁ ସତ କଥା ପୋଲିସକୁ କହିଲା। ତାପରେ ପୋଲିସ ତାକୁ ଆରେଷ୍ଟ କରି ଜେଲରେ ଭର୍ତ୍ତି କରିଦେଲା। ଜେଲରେ ରହିବି ତ କମ୍ ସେ କମ୍ ମୁଁ ବଞ୍ଚିପାରିବି। କ'ଣ ଜଣାଅଛି ଯଦି ବାହାରକୁ ଯିବି ସେ ଭୁତୁଣି ମୋତେ ଛାଡ଼ିବନି, ନିଶ୍ଚୟ ପ୍ରତିଶୋଧ ନେବ। ରମେଶ ଯେମିତି ଏଇ କଥା କହିଛି ରୁମ୍ରେ ଥିବା ଲାଇଟ୍ ବଲ୍ବର ତାର ମୁଣ୍ଡରେ ଲାଗିଗଲା। ଆଉ ରମେଶ ସେଇଠାରେ ତଳେ ପଡ଼ିଗଲା। ରମେଶର ଶେଷ ନିଶ୍ୱାସ ସମୟରେ ରମେଶର ସ୍ତ୍ରୀ ଭୁତୁଣି ତା ଆଗରେ ଛିଡ଼ା ହୋଇଥାଏ। ଯେତେବେଳେ ରମେଶ ସେଠାରେ ମରିଗଲା ରିଙ୍କି ବି ଭୁତୁଣିରୁ ମୁକ୍ତ ହୋଇ ସେଠାରୁ ଚାଲିଗଲା।